ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଉତ୍କଳ ଗୌରବ ପାଠଶାଳା ଆପଣମାନଙ୍କୁ ସ୍ୱାଗତ କରୁଛି। ପୂର୍ବ ଭିଡ଼ିଓରେ ଆପଣମାନେ ଦେଖିଥିଲେ ଯେ ଡିଭିଜିବିଲିଟି ରୁଲ୍, ଯାହା ବି 2 ଆରମ୍ଭ କରି 2, 3, 4, 5, 6, 7, 8, 9, 10, 11, 12 ଏମିତିକି 13, 14, 15 ସମସ୍ତ ଯେତେ ସବୁ କମ୍ପୋଜିଟ୍ ନମ୍ବର କିମ୍ବା ଯେତେ ସବୁ ଅର୍ଡର ନମ୍ବର ଡିଭିଜିବିଲିଟି ରୁଲ୍ କିଭଳି ଚେକ୍ କରାଯାଇପାରିବ ତାହା ସବୁ ଦେଖିଲେ। ଆଜିର ଭିଡ଼ିଓରେ ଆମେ ଡିଭିଜିବିଲିଟି ରୁଲ୍ର କୋଉଭଳି କ୍ୱେଶ୍ଚନ୍ ପ୍ୟାଟର୍ନ ରହୁଛି ସେ ସବୁକୁ ଆମେ ଦେଖିବା। ପ୍ରାୟତଃ ଯୋଉ ସବୁ କ୍ୱେଶ୍ଚନ୍ ନିଆଯାଇଛି ସେ ସବୁ କମ୍ପିଟିଟିଭ୍ ଏକ୍ଜାମରେ ପଡ଼ି ସାରିଛି। ତେଣୁ ଆସନ୍ତୁ ପ୍ରଥମ କ୍ୱେଶ୍ଚନ୍ କହୁଛି, ନମ୍ବର ଦେଇଛି 1, 2, 3, 4, 5, 6, 7, 9, 10, 11, 12, 13, 14, 15, 16, 17, 18, 19 ଏଭଳି 97 ଡିଜିଟ୍ର ନମ୍ବର find the remainder when the number is divisible by 16। ନମ୍ବର ଏଟା କେତେ ଡିଜିଟ୍ର ହବ? 97 ଡିଜିଟ୍ର ନମ୍ବର। ଆଉ ଏଇ ନମ୍ବରଟା ଆମେ 16ର ଡିଭିଜିବିଲିଟି ଚେକ୍ କରିବା। ତାର ରିମାଇଣ୍ଡର କେତେ ରହୁଛି, ଡିଭିଜିବଲ ରହୁଛି ଦେଖିବା। ରିମାଇଣ୍ଡର ପଚାରିଛି ମାନେ ଅପସନ ଦେଇଛି 4, 5, 7, 8, ନିଶ୍ଚିତ ଭାବରେ ସେ ରିମାଇଣ୍ଡର ହବ। ଆସନ୍ତୁ ଆମେ ଦେଖିବା। ଦେଖନ୍ତୁ, ଏରୁ 1 ଆରମ୍ଭ କରି 9 ପର୍ଯ୍ୟନ୍ତ 1, 2, 3, 4 ଏଭଳି 9, ଏ 9ଟି ସଂଖ୍ୟା, 9ଟି ଡିଜିଟ୍। ତାପରେ 10, 10ରୁ 11 ଏସବୁ 2 ଡିଜିଟ୍ର ସଂଖ୍ୟା ବାହାରିଲା। ତାପରେ 13, ଏମିତିକି ଆଗକୁ ଯେତେ ବି ଯିବ ଆମେ 14 କିମ୍ବା 15 ଲେଖିବା, ସେ 2 ଡିଜିଟ୍ ହବ। ତେଣୁକରି ଆମର ଟୋଟାଲ ଦରକାର 97 ଡିଜିଟ୍ର ସଂଖ୍ୟା। ତେଣୁ 97ର ଆମେ ଏଇ 1ରୁ 9, ତାପରେ 9ଟା ଯଦି ମାଇନସ୍ କରିଦେବ ତାହେଲେ 1, 5, 9ଟା ଯଦି 97, 97ରୁ 9ଟା ଯଦି ମାଇନସ୍ କରିଦେବା 17, 8, ତେଣୁ କ'ଣ ପାଇଲେ? ଟୋଟାଲ 97 ଡିଜିଟ୍ର ସଂଖ୍ୟା ଦରକାର। ତେଣୁ 97 ଡିଜିଟ୍ର ସଂଖ୍ୟାରୁ ଆମେ ଏଇ 9ଟା ସଂଖ୍ୟା ମାଇନସ୍ କରିଦେଲେ। ତାପରେ ନେକ୍ସଟ ଆମେ ପ୍ରତ୍ୟେକ ଏଇ ଯୋଉ 10, 11 କିମ୍ବା 12 କିମ୍ବା 13 ଏସବୁ ଲେଖା ହେଇଛି, ଏଇସବୁ 2 ଡିଜିଟ୍ର ସଂଖ୍ୟା ହବ। ତେଣୁ ଆମେ ପାଇଲେ ଏଠି 9ଟା ଡିଜିଟ୍ର, ପୁଣି ଆମର କେତେ ଦରକାର? 88ଟା ଡିଜିଟ୍। 88 ଡିଜିଟ୍ ହେଲେ ଆମର 2 ଅଛି, ତେଣୁ ହରଣ 2 କରିଦେଲେ ହେଇଯିବ। ହରଣ 2 କରିଦେଲେ 44। ଆଉ ଯଦି ଏଇଭଳିଆ 44ଟା ସଂଖ୍ୟା ଲେଖିଦେବା ତାହେଲେ ଆମେ କ'ଣ ଟୋଟାଲ 97 ଡିଜିଟ୍ କମ୍ପ୍ଲିଟ୍ ହେଇଯିବ। 44ଟା ଏଭଳିଆ ସଂଖ୍ୟା ଲେଖିଲା ମାନେ ଆମର 88 ଡିଜିଟ୍ ହଉଛି, ଆଉ ବାକି 9 ଡିଜିଟ୍ ଏଇଠି ଅଛି। ବୁଝିପାରିଲେ? ତାହେଲେ 44 ପ୍ଲସ୍ 9, ତାହେଲେ 9
ନଅ ଚାରି ତିନି ଶୂନ ଏକ 1 5 ତାହେଲେ ଲାଷ୍ଟ ଡିଜିଟ୍ କିଏ ରହିବ? 53। ଲାଷ୍ଟ ଡିଜିଟ୍ ତାହେଲେ 52 ଆଉ 53। ବୁଝିପାରିଲେ? ଏଇ ଯୋଉ 44 ଦୁणे କେତେ 88 ଡିଜିଟ୍ ଏଇଠି ହଉଛି ଆଉ 9 ଡିଜିଟ୍ ଏଇଠି ଅଛି, ତାହେଲେ ଆମେ ଯୋଗ କରିଦେଲେ 9 ଡିଜିଟ୍ ଆମ ପାଇଁ ହେଇଛି। ତେଣୁ 44 ରେ ଯୋଗ କଲା ପରେ 9 କୁ ଆମେ ଲାଷ୍ଟ ଡିଜିଟ୍ ତ ପାଇଯିବା ନା। ଲାଷ୍ଟ ଡିଜିଟ୍ ହଉଛି 53 ଆଉ ତା ପୂର୍ବ ଡିଜିଟ୍ 52। ତେଣୁ ଆମେ 16 ର ଡିଭିଜିବିଲିଟି ଯେହେତୁ ଚେକ୍ କରିବା, ଆମ ରିମାଇଣ୍ଡର କଣ ଅଛି ଆମେ ଦେଖିବା। ସେ ପଚାରିଛି ରିମାଇଣ୍ଡର, ତେଣୁ ଆମେ 52 ଆଉ 53 କୁ 16 ରେ ଡିଭାଇଡ୍ କରିବା। 16 କୁ 16 16 3 48 50 52 4 45 45 ହେଲେ 52 53 16 16 3 48 4 42 48 50 52 45 16 ଦୁणे 32 3 1 3 5 530 8 देगा 848 4 4 4 12 12 13 गले 5 गला 10 5 ତାହେଲେ ଦେଖନ୍ତୁ ତା ରିମାଇଣ୍ଡର କଣ ହଉଛି ବୁଝିପାରିଲେ? ଏଇ ଯୋଉ ଲାଷ୍ଟରେ ଆମେ ପାଇଲେ 52 53 ତାକୁ ଆମେ 16 ରେ ହରଣ କରିବା, କାହିଁକି ନା 16 ର ଡିଭିଜିବିଲିଟି ଚେକ୍ କରିବା ମାନେ ଲାଷ୍ଟର 4 ଡିଜିଟ୍ କୁ ଆମେ ହରଣ କରିବା। ଯଦି ଏଇ ସଂଖ୍ୟାଟା 16 ଦ୍ୱାରା ଡିଭିଜିବୁଲ ହେଇଯିବ, ତାହେଲେ ଏଇ ଯୋଉ ପୁରା 97 ଡିଜିଟ୍ ର ନମ୍ବର, ତାହେଲେ ଏଇ ପୁରା ସଂଖ୍ୟାଟା 16 ସହିତ ଡିଭିଜିବୁଲ ହେଇପାରିବ। ତେଣୁ ତାର ଡିଭିଜିବୁଲ ହେଲା ନାହିଁ, ରିମାଇଣ୍ଡର ରହିଲା, ରିମାଇଣ୍ଡର କେତେ 5 ରହିଲା। ବୁଝିପାରିଲ? ଆସନ୍ତୁ ଦେଖିବା ସେକେଣ୍ଡ କ୍ୱେଶ୍ଚନ। ସେକେଣ୍ଡ କ୍ୱେଶ୍ଚନ କଣ କହିଛି? 8 3 4 6 2 स्टार 704 divisible by 3. Find the sum of the maximum possible digit in the place of star. Maximum possible digit ହେଇପାରିବ maximum ଦେଖିବା। ତାହେଲେ 3 4 6 2 ତାପରେ ଷ୍ଟାର 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 ମୁଁ ବହୁତ ସୁନ୍ଦର ବନେଇଲି। 7 0 4 ଏଇ ସଂଖ୍ୟାଟା 3 ଦ୍ୱାରା ଡିଭିଜିବଲ, ତାହେଲେ ଆମେ 3 ର ଡିଭିଜିବଲ କଣ ଜାଣିଛେ? এই ସଂଖ୍ୟା ମାନଙ୍କର ସମଷ୍ଟି ଗୁଣଯୋଗ 8 3 11 4 15 6 21 2 23 7 30 34। ତାହେଲେ ଆମେ କହିଲେ କେତେ 34। ତାହେଲେ 34 ରେ ଏଠି 2 ଆଡ୍ କଲେ 34 ରେ 2 ଆଡ୍ କଲେ 36, ଇଏ ବି ସମୂହ ହେଉଛି। ପୁଣି 34 ରେ 5 ଆଡ୍ କଲେ 34 5 39, 34 ରେ 8 ଆଡ୍ କଲେ 8 4 12 2 3 4 14 44।
ତା ସହିତ ମ୍ୟାକ୍ସିମମ୍ 34ରେ ଏଡ୍ କଲେ 8, 15, 11 ଆଉ ତ ହବନି, ଆଉ ତ 2 ଡିଜିଟ୍ ହେଇଯିବ, 2 ଡିଜିଟ୍ ସଂଖ୍ୟା ହେଇଯିବ। ସଂଖ୍ୟା ଏ ଷ୍ଟାର ବଦଳରେ 2 ଡିଜିଟ୍ ବସେଇଲେ ତ ଡିଜିଟ୍ ଚେଞ୍ଜ ହେଇଯିବ। ତେଣୁ ଆମେ 8, 5, 13, 14, 15 ଆମେ ତ maximum possible digit in the place of star କଣ ପାଇଲେ? ହେଇପାରିବ 5 ହେଇପାରିବ, 8 ହେଇପାରିବ, 8, 5, 13, 14, 15 possible 15 ହେଇପାରିବ। ବୁଝିପାରିଲେ? କ୍ୱେଶ୍ଚନ ଦେଖିବା। ଏ କ୍ୱେଶ୍ଚନ କଣ କହିଛି? 7, 4, 6, 8, 3, 2 star 71 9 ଦ୍ୱାରା divisible then the value of star is there। ସେ star ର value ପଚାରିଛି। ତାହେଲେ ଆମେ ଜାଣିଛେ କଣ 7, 4, 6, 8, 3, 2 ବନେଇବା star 7, 1 ଇଏ divisible 9 ଦ୍ୱାରା। ତାହେଲେ ଆମେ ଜାଣିଛେ 9 ଦ୍ୱାରା divisibility rules କଣ ଚେକ୍ କରିବା? କିପରି ଚେକ୍ କରିବା? ତ ଏ ସଂଖ୍ୟା ଗୁଡ଼ିକୁ ଟୋଟାଲ କରିବା ଏବଂ ସେ ଯାହା ଟୋଟାଲ ହବ ସେ 9 ଦ୍ୱାରା divisible ହେଲେ ପୁରା ସଂଖ୍ୟାଟା 9 ଦ୍ୱାରା divisible ହେଇଥାଏ। ତା ସହିତ digital sum ତାମାନେ 7 ଆଉ 2, 9 କାଟିଦେଲେ 8, 9 କାଟିଦେଲେ ତାପରେ 3, 6, 9 କାଟିଦେଲେ ବାକି ରହିଲା 7, 4, 11। ତାହେଲେ 11ରେ କେତେ ଯୋଗ କଲେ 9 ଦ୍ୱାରା ସେ divisible ହେଇପାରିବ? 7ରେ 1, 11, 7, 18 ହେଇପାରିବ। ଏଇ 18ଟା 9 ଦ୍ୱାରା divisible। ତାହେଲେ ଆମେ କଣ ପାଇଲେ? ଷ୍ଟାର ବଦଳରେ 7 ପାଇଲେ। ବୁଝିପାରିଲେ? 7 ତାହେଲେ correct answer। ତ next question କଣ କହୁଛି? What is the minimum value of star? କଣ minimum value ହେଇପାରିବ star ବଦଳରେ? So that 517 star 324 is divisible by 12। ଏଇ ସଂଖ୍ୟାଟା ଏ 12 ଦ୍ୱାରା divisible କିନ୍ତୁ କଣ ମିନିମମ୍ ଭ୍ୟାଲୁ କେତେ ହେଇପାରିବ ଷ୍ଟାର ବଦଳରେ? ଦେଖନ୍ତୁ 5, 1, 7 star 3, 2, 4 ଆମେ ଜାଣିଅଛୁ 12 divisibility rule। 12 divisibility rule କଣ? ଯଦି ଗୋଟେ ସଂଖ୍ୟା 3 ଦ୍ୱାରା divisible ଏବଂ 4 ଦ୍ୱାରା ମାନେ ଉଭୟ 3 ଏବଂ 4 ଦ୍ୱାରା divisible ସଂଖ୍ୟାଟି 12 ଦ୍ୱାରା divisible। 12 ସହିତ କିଛି ନିୟମ ନାହିଁ, ତେଣୁ ଏଇଟା ହିଁ ତାର ନିୟମ। ତାହେଲେ ଦେଖନ୍ତୁ 4 divisibility rule ଚେକ୍ କରିବା ମାନେ ଲାଷ୍ଟର ଦୁଇଟି ଅଙ୍କ ତାହେଲେ ଇଏ 24, 4, 6, 24 ତାହେଲେ ଆଉ ଦେଖିବା ପାଇଁ ପଡ଼ିବନି ଇଏ divisible। 3 ର ଦେଖିବା, 3 ର କଣ sum of the digit 5, 1, 6, 7, 13, 13, 3, 16, 18, 22, 22, 22, 22 ତାହେଲେ 22ରେ କେତେ ଯୋଗ କଲେ ସେ ସଂଖ୍ୟାଟା 3 ଦ୍ୱାରା divisible ହେଇପାରିବ? 22, 2 ହଁ କି ନାହିଁ 24। ତାହେଲେ ଆମେ କଣ ପାଇଲେ ଷ୍ଟାର ବଦଳରେ ମିନିମମ୍ 2 ମାନେ ମିନିମମ୍ ଭ୍ୟାଲୁ। ଠିକ ଅଛି 2 ଠୁ ଆଉ ସାନ ହେଇପାରିବନି, ଇଏ ଅପସନ ଅଛି
କାରଣ ଦୁଇ କନେକ୍ସନ୍ ଅଛି ବୁଝିପାରିଲେ। ଦେଖିବା 5 ନମ୍ବର କଣ କହିଛି। 11 digit number, এটা ଗୋଟେ 11 digit number। 5 8 3 2 4 7 x 9 6 8 y divisible by 90। So find out the then find out 4x plus 5y and 4x plus 5y ର value ସେ ପଚାରିଛି। ତ ଆମେ ଜାଣିଛେ ଯେକୌଣସି ସଂଖ୍ୟା 90 ଦ୍ୱାରା divisible ମାନେ ହଁ 90 ସହିତ divisible ହବ ତ 10 ଆଉ 9 ଦ୍ୱାରା divisible ହବା ଦରକାର। ଆମେ ଜାଣିଛେ 10 ଦ୍ୱାରା divisible ମାନେ y ର value 0 ସୁନିଶ୍ଚିତ ବୁଝିପାରିଲେ। କେବଳ ଆମେ x ର value ବାହାର କରିବା। तो 5 4 3 2 4 7 x 9 6 8 0। ତାହେଲେ ଆମେ 9 divisibility rule କଣ ଜାଣିଛେ? ତା digital sum 9 କୁ କାଟ, ତା ସହିତ 5 ସହିତ 4 କୁ କାଟ, ଆଉ 6 ସହିତ 3 କୁ କାଟ, 2 ସହିତ 7 କୁ କାଟ, 9 ବାକି ରହିଲା 8 4 12। 8 4 12। ତାହେଲେ 12 ହେଲେ 12 କେତେ ଯୋଗ କରିବା ଏହା ଦ୍ୱାରା 9 ଦ୍ୱାରା ସେ divisible ହେଇପାରିବ। 12 18 ଦରକାର, 12 6 18 ହେଇପାରିବ। ଦେଖନ୍ତୁ y ର value ପାଇଲେ 0, x ର value 6। ତାହେଲେ ଆମେ ପଚାରିଛେ 4x plus y କେତେ? 4 into x ବଦଳରେ 6 plus 5 into 0। ତାହେଲେ 6 24। फ्रैक्शनेशन ये तो 16 ତେଣୁ 24। ତାହେଲେ ଅପସନ ଏ 24ଟା କରେକ୍ଟ ଆନ୍ସର। ବୁଝିପାରିଲେ। ତାପରେ ଦେଖନ୍ତୁ 6 ନମ୍ବର 5656 star a divisible cost ବାସ୍ତରି ସହିତ ବାସ୍ତରି। then the value of star is এই ସଂଖ୍ୟାଟା ବାସ୍ତରି ଦ୍ୱାରା divisible ହୋଇଥାଏ ଏବଂ ଏ ଯୋଉ ଷ୍ଟାର ବଦଳରେ କଣ ହବ ସେ ପଚାରିଛି। 6 5 6 ଷ୍ଟାର 5 2। এই ସଂଖ୍ୟାଟା ବାସ୍ତରି ଦ୍ୱାରା divisible ଅଟେ। ତାହେଲେ ବାସ୍ତରିର divisibility ଆମେ କେମିତି ଚେକ୍ କରିବା? ଆମେ ଜାଣିଛେ 8 ଏବଂ 9ର divisibility 8 ଉଭୟ ଯଦି 8 ଓ 9 ଦ୍ୱାରା divisible ହୋଇପାରିବ এই ସଂଖ୍ୟାଟି, ତାହେଲେ এই ସଂଖ୍ୟାଟି ବାସ୍ତରି ଦ୍ୱାରା divisible ଅଟେ। ତାହେଲେ ଚେକ୍ କରିବା 9 ଦ୍ୱାରା divisibility ପ୍ରଥମେ 9ର କଣ digital sum, total sum କରିବା ଏଠି 5 6 11 5 6 11 22 23 24 25 26 27 28 29। ତାହେଲେ 29। 29ରେ କେତେ ଯୋଗ କରିବା ଯାହା ଫଳରେ 9 ଦ୍ୱାରା divisible ହେଇପାରିବ? 5 36 ତାହେଲେ 7। 29 30 6 36।
তাহলে এর মধ্যে যদি আমি 7 নଉଛି ଷ୍ଟାର ବଦଳ 8 ଦ୍ୱାରା ସେଟା ଡିଭିଜିବୁଲ କି ନାହିଁ ଦେଖିବା। 8 ର ଡିଭିଜିବିଲିଟି କଣ ଚେକ୍ କରାଯାଏ? ଲାଷ୍ଟ 3 ଡିଜିଟ, ମାନେ ଲାଷ୍ଟ 3 ଡିଜିଟ କଣ କଣ? 7 5 2। 8 ଦ୍ୱାରା 72 72 32 8 32। ଠିକ ଅଛି, ଏ 8 ଦ୍ୱାରା ଡିଭିଜିବୁଲ, ତା ମାନେ ଏ ପୁରା ସଂଖ୍ୟାଟା 72 ଦ୍ୱାରା ଡିଭିଜିବୁଲ ଏବଂ ଷ୍ଟାର ଭ୍ୟାଲୁ ଆମେ କଣ ପାଇଲେ? 7। ବୁଝିପାରିଲେ? ତ ଦେଖନ୍ତୁ 9 8 5 x 3 6 7 8 y are divisible 72 द्वारा। then find out the value for x minus 3y। देखिए 9 8 5 x 3 6 7 8 y। ତାହେଲେ 72 ଡିଭିଜିବିଲିଟି ଚେକ୍ କରିବା। 72 ତ ମୁଁ କହିଛି 8 ଏବଂ 9 ଦ୍ୱାରା ଡିଭିଜିବୁଲ ହେଲେ সেই সংখ্যা 72 দ্ୱାରା divisible ଅଟେ। ଉଭୟ 9 ଆଉ 8 ଦ୍ୱାରା divisible ହବା ଦରକାର। ତାହେଲେ ପ୍ରଥମେ ଦେଖିବା ଏଇଠି এই ଯୋଉ 7 8 ଆଉ y ଦେଇଛି 7 8 y, ଏହାକୁ ଦେଖିବା 8 ଦ୍ୱାରା divisible ହବା ଦରକାର। 8 ର divisibility ଚେକ୍ କରିବା ମାନେ ଲାଷ୍ଟର ତିନୋଟି ଅଙ୍କ ନବା। ସେ ତିନୋଟି ଅଙ୍କ ଯଦି 8 ଦ୍ୱାରା divisible ତାହେଲେ ସେ ପୁରା ସଂଖ୍ୟାଟା 72 ଦ୍ୱାରା divisible ଅଟେ। ତେଣୁ ଦେଖିବା 8 9 72 ଆଉ ହେଲା 6, ତାହେଲେ 8 64। 6 ଏଠି ଯଦି y ବଦଳରେ 4 ହୁଏ ତାହେଲେ ଯାଇକି 8 64 ହେଇପାରିବ। ତାହେଲେ y ଇକ୍ୱାଲ ଟୁ ଯଦି 4 y ଇକ୍ୱାଲ ଟୁ 4 ଚେକ୍ କରିବା। ତ 8 ର ଗଲା, ଏବେ 9 ର ଦେଖିବା। 9 ର ଡିଜିଟାଲ ସମ୍ କରିଦେବା। 9 ଗୋଟେ କାଟିବା, ତାପରେ 6 3 9 ଗୋଟେ କାଟିବା, ଆଉ ଏ 5 ଆଉ y ବଦଳରେ ଯୋଉ 5 ତାକୁ କାଟିବା। ବାକି 7 8 15 15 ପ୍ଲସ୍ x divisible ହବ 15 3 18 ହବ। 15 3 18, ତାହେଲେ 18ଟା 9 2 18, ତାହେଲେ 3 x ର ପାଇଲେ 3। ତାହେଲେ ସେ ପଚାରିছে 4x minus 3y। 4 into x କେତେ? 3 minus 3 into 4, 4 into 3, 3 12 minus 3 12 0। ସରି, ତାହେଲେ ଆଉ ପସିବିଲିଟି ଭ୍ୟାଲୁଟା ହେଇପାରିବନି। ଏହା ସହିତ x ର ଭ୍ୟାଲୁ ଆଉ କଣ ନେଇପାରିବା? 18 15 3 11 ହେଇଯିବ, ହବନି। ତେଣୁ ଭୁଲ କଲେ କେଉଁ ଦେଖିବା। 9 8 5 x 3 6 7 8 y, 7 8 y 7 8 y 8 8 9 72 6 4, ତାହେଲେ ଆମେ y ର ଭ୍ୟାଲୁ 4 ପାଇଲେ। 4 ଯୋଗ କରିଦେବା, ମନେ କରାଯାଉ 4 ତାପରେ 8 7
छः, 3, 5, 9, 8, 9, 8 12, 12 7 19, 20 5 25, 28, 30, 30, 40, 41, 41, 45, 50, 50 ହେଲା 50ଟା 9 5 45, 9 5 45 ଆଉ 5, 5ରେ କେତେ ମିଶିଲେ ତାହେଲେ 9 ଡିଭିଜିବଲ ହେଇପାରିବ 4 ଅଛି 4 ମିଶିଲେ ତାହେଲେ 9 ଡିଭିଜିବଲ ହେଇପାରିବ ତାହେଲେ x ର ଭ୍ୟାଲୁ 4 y ର ଭ୍ୟାଲୁ 4 ଦେଖିବା 4 16 माइनस 3 12, 12 4 16, আচ্ছা ঠিক আছে 4 রাইট आंसर नेक्स्ट क्वेश्चन देखियो find the value of 3x plus y for maximum possibility value of y in 8 ने এই সংখ্যার মানে y ର maximum possibility value କେତେ ହେଇପାରିବ ଦେଖିବା 8 9 7 3 5 9 y 7 x 2 তাহলে এই সংখ্যার মধ্যে 72 দ্বারা ডিভিজিবল তাহলে 8 এবং 9 দ্বারা উভয় 8 9 দ্বারা ডিভিজিবল হওয়া দরকার তুমি ଦେଖିବା 8 ଦ୍ୱାରା ଡିଭିଜିବଲ 9 7 1 2 ତମ ଲାଷ୍ଟ ତିନୋଟି ଡିଜିଟ୍ ଆମେ 8 ର ଡିଭିଜିବିଲିଟି ଚେକ୍ କରିବା ମାନେ ଲାଷ୍ଟର ତିନୋଟି ସଂଖ୍ୟା ଆମେ ନେବା ତାହେଲେ 8 8 9 72 9 72 72 ହେଇଗଲେ ଏକ ବଦଳରେ 2 ନେଲେ 2 ହେଇଯାଉଛି 8 9 72 ଯଦି 2 ନେଲେ 72 ହେଉଛି ଆଉ 8 ତାହେଲେ 26 8 40 3 ହବା ଦରକାର 32 3 ତାହେଲେ 5 ତାହେଲେ 1 ରୁ ତମେ 5 ଯଦି ନିଆଯିବ 8 9 72 ହେଇଗଲା ଆଉ 3 ଦେଇ 832 ତାହେଲେ x ବଦଳରେ ଆମେ 5 ନେଇପାରିବା x ର ଭ୍ୟାଲୁ 5 ଠିକ ଅଛି ତାହେଲେ 9 ର ଭ୍ୟାଲୁ ଦେଖିବା ଏଇଟା ସମ୍ କରିବା 9 କାଟିଦବା 7 9 ପୁଣି ଗୋଟେ 9 କେତେ ରହିଲା 8 9 10 11 5 16 23
ये 5 28 28 प्लस वाई 28 ले 936 936 से ऊपर उठे 29 30 36 8 8 ହେଲେ ଯାଇକି 9 ଦ୍ୱାରା କଟି ପାରିବ ତାହେଲେ y ର ଭ୍ୟାଲୁ ମ୍ୟାକ୍ସିମମ୍ କେତେ ପାଇଲେ 8 ତା ସହିତ 3x plus y 3 into x ର 5 plus y ମାନେ 8 ମାନେ 15 15 8 23 ତାହେଲେ ରାଇଟ୍ ଆନ୍ସର ହବ 23 ଆସନ୍ତୁ ନେକ୍ସଟ କ୍ୱେଶ୍ଚନ ଦେଖିବା 4 6 3 9 4 6 3 9 3 x 8 is divisible by 11 ତାହେଲେ ଆମେ ଜାଣିଛେ 11 ର divisibility rule କଣ ଗୋଟେ ଛାଡି ଗୋଟେ ଏଇଟା ତା ସହିତ ଏଇଟା ପୁଣି ତାର ଅଲ୍ଟରନେଟ୍ ଏହା ସହିତ ଏଇଟା ଏହା ସହିତ ଏଇଟା ମାଇନସ୍ ହେଲା ପରେ ଯାହା ହବ 0 11 କିମ୍ବା 22 33 ଏସବୁ ଆସିବ ତାହେଲେ ଏ ସଂଖ୍ୟାଟା 11 ଦ୍ୱାରା divisibility ଅଟେ 4 ଯୁକ୍ତ 3 ଯୁକ୍ତ 3 ଯୁକ୍ତ 8 ମାଇନସ୍ 4 6 6 ଯୁକ୍ତ 9 ଯୁକ୍ତ x 4 3 7 10 8 18 9 6 15 plus x ତାହେଲେ 0 15 plus 3 3 ହେଲେ divisibility ହେଇପାରିବ 18 minus 18 0 ହେଇପାରିବ ତାହେଲେ x ବଦଳରେ ଆମେ 0 ନେଇପାରିବା ନା 0 ହେଲା ମାନେ ଆମର କଣ 11 ଦ୍ୱାରା divisibility ଅଟେ ତାମାନେ ଏ ସଂଖ୍ୟାଟା ପୁରା ଏଠି ଯଦି 3 ବସିବ x ବଦଳରେ ତାହେଲେ ଏ ପୁରା ସଂଖ୍ୟାଟା 11 ଦ୍ୱାରା divisible ଅଟେ ବୁଝିପାରିଲେ ଦେଖିବା ନେକ୍ସଟ କ୍ୱେଶ୍ଚନ 8 4 3 9 x 5 3 ଆମେ ଜାଣିଛେ 19 divisibility rule ଚେକ୍ କରିବା ଆମେ ଉଭୟ 9 ଏବଂ 11 ଦ୍ୱାରା divisible ହବା ଦରକାର 11 ଦ୍ୱାରା divisibility କେମିତି ଚେକ୍ କରିବା 8 ସହିତ 3 ଯୋଗ କରିବା 8 9 10 11 ପ୍ଲସ୍ x ପ୍ଲସ୍ 11 12 13 14 ପ୍ଲସ୍ x 14 ପ୍ଲସ୍ x प्लस एक्स माइनस 9 5 14 18 संख्या 18 ये 18 ରୁ ମାଇନସ୍ ହବ ତାହେଲେ 14 ପ୍ଲସ୍ x ତାହେଲେ 18 ରୁ 14 x ବଦଳରେ ଆମେ 4 ବଦଳରେ 4 ନବ ତାହେଲେ ଯାଇକି ଇଏ ବି 18 ହେଇପାରିବ ଇଏ ବି 18 ଯାହାଫଳରେ
जीरो हेले 11 द्वारा डिविजिबल अटे 16 को 4 देखिए 9 द्वारा डिविजिबल केनो 8 4 12 15 24 24 4 28 30 3 33 3 36 ठीक ଅଛି डिविजिबल ହେଇ ପାରେ ତାହେଲେ x ର value 4 ठीक ଅଛି ଦେଖିବା ତାପରେ ନେକ୍ସଟ ଦେଖନ୍ତୁ 9 8 2 3 2 x 4 5 6 7 y এই সংখ্যাটা ଆମର 75 দ্বারা ডিভিজিবল 75 ଆମେ ଜାଣିଛେ 75 ର ଡିଭିଜିବିଲିଟି ରୁଲ 25 3 75 ଯଦି ସଂଖ୍ୟାଟା 25 ଏବଂ 3 ଦ୍ୱାରା ଡିଭିଜିବଲ ହୁଏ ତାହେଲେ ସେ ସଂଖ୍ୟାଟା 75 ଦ୍ୱାରା ଡିଭିଜିବଲ ଅଟେ ତାହେଲେ ଦେଖନ୍ତୁ 75 ଦ୍ୱାରା ପ୍ରଥମତଃ ଏଇଠି ଦେଖନ୍ତୁ y ଲାଷ୍ଟ ଦେଇଛି y ଆଉ ଆମେ 25 ର ଡିଭିଜିବିଲିଟି ରୁଲ ଦେଖିବା ତାମାନେ ଏ 25 କିମ୍ବା 75 75 ଦ୍ୱାରା ସେଇ ସଂଖ୍ୟା ଡିଭିଜିବଲ ହବ यूनिट डिजिट 5 ଅଛି ମାନେ यूनिट डिजिट ଏଠି y ଜାଗାରେ 5 ହବା ସୁନିଶ୍ଚିତ ଦରକାର ତାହେଲେ y ର value 5 ସୁନିଶ୍ଚିତ ତାହେଲେ ଏଠି ଯଦି y ର value 5 ହୁଏ 25 3 75 ତାହେଲେ ଏଇ ସଂଖ୍ୟାଟା ଡିଭିଜିବଲ ଅଟେ 25 ଦ୍ୱାରା ବାକି 3 ଦ୍ୱାରା ଦେଖିବା 9 8 17 19 20 22 23 24 4 28 30 3 33 33 39 40 6 46 यार बोल 45 50 51 51 ଏମିତିରେ ବି 77 51 51 ହଉଛି 51ଟା ଡିଭିଜିବଲ ଅଟେ ବାକି x ବଦଳରେ ଆମେ 3 ନେଇପାରିବା ତ 54 51 18 51 54 3 के 3 54 3 ଟା 74 54 ତାହେଲେ x ର value କେତେ 3 ପାଇଲେ x 3 हमको कौन पचारिছে 6x 6 into 3 minus 5 into 5 5 70 18 minus 525 हाँ ये पॉसिबिलिटी न हो x ର value 6 नहीं पारियो 6 600 x ର value ଆମେ 6 नहीं पारियो ऑप्शन को देखिए करिया 636 36 minus 25 6 ରୁ 5 ଗଲେ 1 3 ରୁ 2 ଗଲେ 1 11 ये भी हम 9 नहीं पारियो 9 भी नहीं पारियो तो देखिए 6 into 9 minus 5 5 25 6 9 54 25 14 9 4 2 29 29 ହଉଛି ଆନ୍ସର ତାହେଲେ ଆମେ x ନେଲେ 9 y ନେଲେ 5 ବୁଝିପାରିଲେ
ଦେଖନ୍ତୁ 144 144 ମାନେ 16 ଏବଂ 9 ଏ ଚାରିଟା ଡିଜିଟ୍ ଦେଖିବା 16 ଦ୍ୱାରା 5955y 16 ସହିତ ଡିଭିଜନ 16 3 16 4 24 4 2 4 4 2 6 64 16 3 48 ये 1 1 ये 5 पड़िବ 7 742 ରୁ 2 4 7 7 4 11 ରିମାଇଣ୍ଡର 3 ରହିଲା ଆଉ y ବଦଳରେ ଆମେ କେତେ ଉଠେଇଲେ କଟିଯିବ 16 2 କରିଦେଲେ ଏଠି 16 ଗୁଣେ 32 ହେଇପାରିବ ତେଣୁ ଆମେ ଏଠି y ବଦଳରେ କଣ ନେଲେ 2 ତାପରେ ଦେଖିବା 9 ଦ୍ୱାରା ଡିଭିଜିବଲ୍ ହଉଛି କି ନାହିଁ ଆମେ ତ এই 9 କୁ କାଟିଲେ sum of digit ଏ digital sum 9 କାଟିଲେ 9 କାଟିଲେ এই 5 ସହିତ এই 4 କାଟିଲେ এই 5 ସହିତ এই 4 କାଟିଲେ ବାକି କେତେ ରହିଲା 7 7 5 12 8 20 2 22 22 22 ରେ କେତେ ଯୋଗ କଲେ 22 ରେ 6 ଯୋଗ 28 ହଉଛି 22 ରେ 5 ଯୋଗ କଲେ 27 ହବ ତାହେଲେ x ର ଭ୍ୟାଲୁ 5 ପାଇଲେ ତାହେଲେ 2 5 10 3 2 5 10 ପ୍ଲସ୍ 3 6 ର ରୁଟ୍ ଓଭର ତାହେଲେ 16 ରୁଟ୍ ଓଭର ତାହେଲେ 4 এটা হবো आंसर তাহলে এটা হবো आंसर 4 বুঝতে ଦେଖନ୍ତୁ ଏ ଗୋଟେ ନମ୍ବର ଦେଇଛି complete divisible 11 smallest whole number in the place of x x ବଦଳରେ କଣ ବସିବ ଆମେ ଜାଣିଛେ 11 divisibility rule ତାହେଲେ 9 ସହିତ 2 ନ 2 11 11 5 16 16 6 22 ତାହେଲେ 22 ମାଇନସ୍ 7 1 8 ପ୍ଲସ୍ x x 8 ପ୍ଲସ୍ x କେତେ ହେଲେ ଏପଟେ 11 କି ହବ ସେପଟେ 11 ଆଣିବା ପାଇଁ ହେଲେ 8 ପ୍ଲସ୍ 3 11 22 ରୁ 11 ରୁ 11 x ର ଭ୍ୟାଲୁ 3 ଟା କରେକ୍ଟ ଦେଖନ୍ତୁ ଆଉ ଗୋଟେ କ୍ୱେଶ୍ଚନ୍ x and y are two digit of the number size that the number is divisible by 80 তাহলে এটা ଗୋଟେ number 80 দ্বারা divisible তাহলে 6 5 x y ଆମେ ଜାଣିଛେ 80 ଦ୍ୱାରା divisible ମାନେ ଏକ ତ 10 ଦ୍ୱାରା ଏବଂ 8 ଦ୍ୱାରା ଉଭୟ 8 10 ଦ୍ୱାରା divisible ହବା ଦରକାର ତାହେଲେ y ର ଭ୍ୟାଲୁ ସର୍ବଦା 0 ହବା ଦରକାର 0 ହବ ତାହେଲେ 8 divisibility check କରିବା ମାନେ ତିନିଟା digit ନବ 5 x 0 ତାହେଲେ 8 ଏଇ x ବଦଳରେ କଣ ବସିବ ଦେଖିବା 40 840 856 56 56 ଏଠି 6 ବସିଗଲେ 856 8 0 8 7 56
ବଦଳରେ 6, ତାହେଲେ x ବଦଳରେ 6 ହେଇଗଲେ ସେଟା ବି 8 ଦ୍ୱାରା ଡିଭିଜିବଲ ହେଇଯାଉଛି। ଠିକ ଅଛି, ତାହେଲେ ସେଠି ପଡୁଛି x ପ୍ଲସ୍ y, ତାହେଲେ x ପ୍ଲସ୍ y, ତାହେଲେ 6 ପ୍ଲସ୍ 0 6, ତାହେଲେ x ବଦଳ ମିନିମମ୍ 56 digit number inside that the number is equals to y. Y equal to 0, x 7 856 848 864 ତାହେଲେ 6 ପ୍ଲସ୍ 0 6 ହବ ତ ଦେଖିବା କଣ ହେଇଛି। ସରି ଭୁଲ ଲେଖିଦେଇଛି ରେ। ଦେଖନ୍ତୁ ନମ୍ବର ଦେଇଛି 6 5 3 x y, ତାହେଲେ 80 ଦ୍ୱାରା ଡିଭିଜିବଲ, ତାହେଲେ 10 ଏବଂ 8 ଉଭୟ ଦ୍ୱାରା ଡିଭିଜିବଲ ହବା ଦରକାର, ତାହେଲେ y ର ଭ୍ୟାଲୁ 0 ହବା ଦରକାର ନିଶ୍ଚିତ ଭାବରେ। ତ x ର ଭ୍ୟାଲୁ କଣ ଦେଖିବା 3 0 y 8, ତିନିଟା ଡିଜିଟ କୁ ଆମେ ଦେଖିବା 8 ର ଡିଭିଜିବିଲିଟି ଚେକ୍ କରିବା 832, m ଭ୍ୟାଲୁ ତ 0, 8 4 32 କରିଦେଲେ ହେଇଯିବ, ତାହେଲେ 2, ତାହେଲେ x ପାଇଲେ 2, x ପ୍ଲସ୍ y 2 ପ୍ଲସ୍ 0 2, ରାଇଟ୍ ଆନ୍ସର। ବୁଝିପାରିଲେ? ଆଉ ଗୋଟେ କ୍ୱେଶ୍ଚନ୍ ଅଛି ଦେଖିବା। 4 8 6 4 into 92, ଡିଭିଜିବଲ 12 ଦ୍ୱାରା, ଏଠି 12 ଦ୍ୱାରା ଡିଭିଜିବଲ, ତାହେଲେ ଗୁଣ ନେଇକି ଆସିବ ଏଇଟା ଦେଖିବା 12 44 12 44 ଶୁଣ 12 12 6 ଦେଖିବା 12 ଦ୍ୱାରା ଡିଭିଜିବିଲିଟି ମାନେ 3 ଆଉ 4 ଦ୍ୱାରା ଡିଭିଜିବିଲିଟି ଚେକ୍ କରିବା। 4 8 4 12 4 16 16 16 6 22 ନା ସରି ଏଇଟା ଦେଖନ୍ତୁ କ୍ୱେଶ୍ଚନ୍ ଟିକେ ଭୁଲ ହେଇଛି, ତେଣୁ 6 8 6 4
into 9/2। ତାହେଲେ ଏଇଟା କେତେ ଦ୍ୱାରା 12 ଦ୍ୱାରା ଡିଭିଜ୍ ହେବ। ଏଇଟା ଦେଖନ୍ତୁ 12 ପଞ୍ଚା 60, 8 6, 12 7 84, ପୁଣି 2 4, 12 ଦୁणे 24। ଇଏ ଡିଭିଜିବୁଲ। 12 ଦ୍ୱାରା ଇଏ ଡିଭିଜିବୁଲ ମାନେ ଇଏ ଡିଭିଜିବୁଲ ଚେକ୍ କରିଦେଲେ ଧରା ପଡ଼ିଯିବ p ର ଭ୍ୟାଲୁ କେତେ। ତାହେଲେ 9/2 ମାନେ 12 12 96 6 6 ହେଲା ବେଳକୁ 4 2 ହବନି। 1 ବସେଇବା। 1 ହେଲେ 12 7 84, 85 86 87 88 90 90 91। 7 ହେଇଯାଉଛି। ଠିକ୍ ଅଛି 1 ହେଲେ ବାକି ରହିଲା 72, 1272। ତାହେଲେ p ର ମୂଲ୍ୟ 1। p ର ଭ୍ୟାଲୁ ତାହେଲେ d 1। ବୁଝିପାରିଲେ? ଆଜି ପାଇଁ ଏତିକି। ଆସନ୍ତାକାଲି ପୁଣି କଣ୍ଟିନ୍ୟୁ କରିବା ଏ ଡିଭିଜିବିଲିଟି ରୁଲ୍ର କ୍ୱେଶ୍ଚନ୍। ତେଣୁ ସର୍ବପ୍ରଥମେ ଆପଣ ତ କମେଣ୍ଟ କରନ୍ତୁ ଆମ ଭିଡ଼ିଓ କଣ୍ଟେଣ୍ଟ କିଭଳି ଲାଗୁଛି। କମେଣ୍ଟ କରନ୍ତୁ। କ'ଣ କିଛି କମି ରହୁଥିଲେ ଆମକୁ ଜଣାନ୍ତୁ, ତାହେଲେ ଯାଇ ଆମେ କିଛି ଇମ୍ପ୍ରୁଭ୍ କରିପାରିବା। ଏବଂ ଭଲ ଲାଗୁଥିଲେ ଆପଣ ଲାଇକ୍ କରନ୍ତୁ, ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ ଏବଂ